ରମଣୀରତନ ମେଘକୁ ଚାହିଁ କହିବୁ ରେ ମେଘ କାନ୍ତଙ୍କୁ ଯାଇ। ଉପେନ୍ଦ୍ର ସାହିତ୍ୟରେ ସୁନ୍ଦର ଯେଉଁ କୁହାଯାଉଛି ବିରହିଣୀ ଯକ୍ଷବଧୂ କିଭଳି ଭାବରେ ମେଘ ହାତରେ ଉଦନ୍ତ ପଠାଉଛି ଏଇ ଯକ୍ଷ ନିକଟକୁ ଯେଉଁ କୁହାଯାଉଛି ଏଠି ମେଘ ହେଉଛି ବାର୍ତ୍ତାବହ ଦୂତଟିଏ ଯିଏ ଖବର ନେଇଯାଏ ପ୍ରିୟା ପାଖରୁ ପ୍ରିୟ ପାଖକୁ। କିନ୍ତୁ ପ୍ରେମ ଏବଂ ପ୍ରଣୟର କବି ମାୟାଧର ମାନସିଂହଙ୍କର ହେମପୁଷ୍ପ କବିତାର ବିରହୀ ଘନ କବିତାରେ ଏଠି ମେଘ ବାରିଦ ବାରିବହ ନିଜେ ବାର୍ତ୍ତାବହ ନୁହେଁ, ସେ ନିଶ୍ଚିତ ଭାବରେ ପ୍ରେମିକ ପୁରୁଷ। ଯୁଗ ଯୁଗ ଧରି ସେ କ'ଣ ଅନ୍ୱେଷଣ କରୁଛନ୍ତି, କାହିଁକି ଏ ଖୋଜା ତାଙ୍କର, କାହିଁକି ଏ ଅନ୍ୱେଷଣ ତାଙ୍କର, ଏ କବିତାରେ ନିଶ୍ଚିତ ଭାବରେ ତାର ସନ୍ଧାନ ଆମେ ପାଇଯିବା। ପ୍ରଥମ ପଦରେ ବିରହୀ ଘନ ଯେଉଁ କୁହାଯାଉଛି ବିରହୀ ଅର୍ଥାତ୍ ଯିଏ ପ୍ରିୟା ପାଇଁ ପ୍ରିୟା ଅନ୍ୱେଷଣରେ ଯୁଗ ଯୁଗ ଧରି ପ୍ରିୟାର ଅନ୍ୱେଷଣରେ ଅଛନ୍ତି। ଚାତକ ପରି ସେ ଚାହିଁଛନ୍ତି ଆକାଶର ବର୍ଷା ବିନ୍ଦୁକୁ ଯେଭଳି ଭାବରେ ଚାତକ ଚାହିଁ ରହେ, ତେଣୁ ପ୍ରିୟାର ବାଟକୁ ସେ ଚାହିଁଛନ୍ତି। କେଉଁ ପ୍ରିୟା ସନ୍ଧାନରେ ବର୍ଷା ବିନ୍ଦୁ, କେଉଁ ପ୍ରିୟା ସନ୍ଧାନରେ ବାରିବହ ତୁମେ, ଏ ପ୍ରଶ୍ନ ପଚାରିଛନ୍ତି ମାୟାଧର ଏବଂ ସେ କହିଛନ୍ତି କି ହଜିଛି ହେ ବାରିଦ, କେଉଁ ରତ୍ନ ପାଇବାର ଆସେ, ଚିରତବ ଅନ୍ୱେଷଣ ଏ ନଭସେ ଆକୁଳ ନିଶ୍ୱାସେ, ক্ষুণ্ণ প্রাণে খোঁজি বলো আকাশর বিরাট প্রান্তরে, কি ব্যথা কে রুদ্ধ দাহ অছি ঘন তুমরি অন্তরে, যুগ যুগান্তরু খোঁজি উপশান্তি পাই নাহ তার, ব্যথা অনির্বাণ। তুম হৃদୟରେ এতে ବ୍ୟଥା এতে কোহ এতে লୁହ କାହିଁକି ହେ ବାରିଦ, କ'ଣ ହଜିଛି ତୁମର, କେଉଁ ରତ୍ନ ପାଇବା ଲାଳସାରେ ତମର ଏ ଚିର ଅନ୍ୱେଷଣ, ଯୁଗ ଯୁଗ ଧରି ଏ ଖୋଜିବା, ତୁମର ଏ ଖୋଜିବାପଣ। ଆକାଶର ଏ ପାଖରୁ ସେ ପାଖକୁ ଅଣନିଶ୍ୱାସୀ ହୋଇ ତୁମେ କାହିଁକି ଧାଇଁଛ ହେ ବାରିଦ ମେଘ। କ୍ଷୁର୍ଣ୍ଣ ପ୍ରାଣରେ ଯେଉଁ କୁହାଯାଉଛି ଆଘାତ ପ୍ରାପ୍ତ ହେଇଥିବା ମଣିଷଟି ଯେଉଁଭଳି ଭାବରେ କୌଣସି ପାଇବାର ଆଶଙ୍କାରେ ଖୋଜି ବୋଲ ଆକାଶର ବିରାଟ ପ୍ରାନ୍ତରେ, ଆକାଶର ବିରାଟ ପ୍ରାନ୍ତରେ ତୁମେ କ'ଣ ଖୋଜୁଛ ଯୁଗ ଯୁଗ ଧରି, କାହାର ସନ୍ଧାନ କରୁଛ, କେଉଁ ରତ୍ନର ଅଭିଳାଷରେ ସେ ପଚାରୁଛ, କାହା ପାଇଁ, କାହା ଅନ୍ୱେଷଣରେ ତମର ଏ ତ୍ୟାଗ ଆଉ ତିତିକ୍ଷା, କି ବ୍ୟଥା କେ ରୁଦ୍ଧ ଦାହ ଅଛି ଘନ ତୁମରି ଅନ୍ତରେ। ହେ ଘନ ବାରିବହ ବର୍ଷା, ତୁମ ଅନ୍ତର ଭିତରେ ଏତେ ରୁଦ୍ଧ ଦାହ ଅଛି, ଏତେ ବ୍ୟଥା ଅଛି ଯାହା ପରିପ୍ରକାଶ ହେଇପାରୁନାହିଁ। ଯୁଗ ଯୁଗାନ୍ତରୁ ଖୋଜି ଉପଶାନ୍ତି ପାଇନାହ ତାର, ଯୁଗ ଯୁଗାନ୍ତର ଧରି ତୁମେ ତାକୁ ଖୋଜି ଚାଲିଛ ଅଥଚ ତାର ଉପଶାନ୍ତି ପାଇନାହ, ତୁମେ ଶାନ୍ତି ପାଇନାହ, ତୁମେ ସେବେଠୁ ଜଳୁଛ ଅଥଚ ଆଖିରେ ଆଖିଏ ଲୁହ ନେଇ। କିନ୍ତୁ ଯୁଗ ଯୁଗ ଧରି ତୁମେ ଏଇଭଳି ଭାବରେ ରୋଦନ କରି ଚାଲିଛ, କ୍ରନ୍ଦନ କରି ଚାଲିଛ, ଆଖିର ଲୁହରେ ସମଗ୍ର ଆକାଶରୁ ବସୁଧା ପର୍ଯ୍ୟନ୍ତ ତୁମେ ଭିଜେଇ ଚାଲିଛ। ବ୍ୟଥା ଅନିବାର, ଯିଏ ନିବାରଣ ଯୋଗ୍ୟ ନୁହେଁ, ଏଇ ବ୍ୟଥା ତୁମର ନିବାରଣ ହେଇପାରୁନାହିଁ, ଉପଶମ ହେଇପାରୁନାହିଁ, ଲାଘବ ହେଇପାରୁନାହିଁ। ଏ ପ୍ରଶ୍ନ ଚିହ୍ନ ନିଶ୍ଚିତ ଭାବରେ ବାରିବହ ପାଇଁ, ଘନ ପାଇଁ, ମେଘ ପାଇଁ କବି ମାୟାଧର ମାନସିଂହ। ବାସ୍ତବିକ କବି ଦିବ୍ୟଦ୍ରଷ୍ଟା, ଅପାରେ କାବ୍ୟ ସଂସାରେ କବିରେବହ ପ୍ରଜାପତି। ସେ ନିଶ୍ଚିତ ଭାବରେ ବିନ୍ଦୁରେ ସିନ୍ଧୁର ସନ୍ଦର୍ଶନ କରିପାରେ। ଆଉ ମେଘର ଯେଉଁ କୁହାଯାଉଛି ଗମ୍ଭୀର ବଦନକୁ ଦେଖି ସେଦିନ କବି ମାୟାଧର ମାନସିଂହ ଏଇ ବିରହୀ ଘନକୁ ପଚାରିଛନ୍ତି, ବିରାଟ ଗମ୍ଭୀର ସଦା ବଦନର ଛବି ତବ ଘନ, ନିରାଟ ବିଷାଦ ରେଖା କପାଳରେ ହୋଇଛି ଲିଖନ। ସେ ପଚାରୁଛନ୍ତି ଏତେ ଗମ୍ଭୀର କାହିଁକି ଘନ, କାହିଁକି ବିରାଟ ଗମ୍ଭୀର ସଦା ବଦନର ଛବି ତବ ଘନ, କାହିଁକି ଏତେ ଗମ୍ଭୀର, କାହିଁକି ଏତେ ଉଦାସ ଉଦାସପଣ ହେ ମେଘ ତମ ବଦନର ଛବି। ସେ ପ୍ରଶ୍ନ କରିଛନ୍ତି ନିରାଟ ବିଷାଦ ରେଖା କପାଳରେ ହୋଇଛି ଲିଖନ, ଅଥଚ ତୁମ କପାଳରେ କାହିଁକି ବିଷାଦ ରେଖା ଉକୁଟି ଉଠିଛି, କପାଳ କାହିଁକି ତୁମର କପାଳର ରେଖା କୁଞ୍ଚିତ ହୋଇସାରିଛି। ସେ ଲେଖୁଛନ୍ତି, ସେ ଦେଖୁଛନ୍ତି ବର୍ଷାବିନ୍ଦୁର କଥା, ବର୍ଷାବିନ୍ଦୁର ବ୍ୟଥା, ଏଇ ଘନର ଯେଉଁ କୁହାଯାଉଛି ଅକୁହା କଥା ଯାହାକି ପରିପ୍ରକାଶ କରିପାରୁନାହାନ୍ତି ବାରିବହ ମେଘ। ସେ ଆହୁରି ମଧ୍ୟ କହିଛନ୍ତି ଚିନ୍ତାର କାଳିମା ଛାୟା ଗଣ୍ଡେ ତବ ହୋଇଛି ଅଙ୍କିତ, କେତେ ଯୁଗ ତିକ୍ତ ସ୍ମୃତି ହୃଦୟ ଜହ୍ନେ ହୋଇଛି ସଞ୍ଚିତ। ଚିନ୍ତାର କାଳିମା ଛାୟା, ସତେ ଯେମିତି ଚିନ୍ତାରେ ତୁମେ ବୁଡ଼ି ରହିଛ। କେଉଁ ଚିନ୍ତାରେ, କେଉଁ ଅନ୍ୱେଷଣରେ, କାହାକୁ ପାଇବାର ଲାଗି, କେଉଁ ରତ୍ନକୁ ଖୋଜି ଚାଲିଛ ତୁମେ ବର୍ଷା ମେଘ ବାରିବହ ଘନ। ସେ ପଚାରୁଛନ୍ତି କାହିଁକି ଚିନ୍ତାର କାଳିମା ତମ ଗଣ୍ଡେ ହୋଇଛି ଅଙ୍କିତ, କେତେ ଯୁଗ ତିକ୍ତ ସ୍ମୃତି
ହୃଦୟ ଯେହ୍ନେ ହୋଇଛି ସଞ୍ଚିତ ସତେ ଯେମିତି ଯୁଗ ଯୁଗର ସାଇତା ସ୍ମୃତି ତମ ବୁକୁ ଉପରେ କୁଢ଼ କୁଢ଼ ପ୍ରସ୍ତର ପରି ଜମା ହୋଇ ରହିଛି। ତୁମେ ତାହାକୁ ପରିପ୍ରକାଶ କରିପାରୁନାହ ତୁମର କଥାକୁ, ତୁମର ବ୍ୟଥାକୁ। ହେ ବାରିଦ, ହେ ବର୍ଷା, ସେ ପ୍ରଶ୍ନ କରୁଛନ୍ତି। ସେ ସ୍ମୃତିର କଷାଘାତେ ପ୍ରାଣ ଯେବେ ହୁଏ ବିକଳ, ରୋଦ ଅବିରଳ ଆଉ ଯେବେ ମନେ ପଡ଼ିଯାଏ ଅତୀତର ସେ ଅଭୁଲା ସ୍ମୃତି ତୁମର, ଯେଉଁ ସ୍ମୃତିକି ତୁମେ କେଉଁଠି ହଜେଇଛ, ଯେଉଁ ରତ୍ନକୁ ତୁମେ କେଉଁଠି ହଜେଇଛ, ତାକୁ ଖୋଜିଲା ଖୋଜିଲା ପରି ହେଉଛ ଅଥଚ ପାଉନାହ। ତୁମର ଗମ୍ଭୀର ମୁଖମଣ୍ଡଳ ମ୍ଳାନ ହୋଇସାରିଛି ଏବଂ ତୁମ କପାଳର ଯେଉଁ କୁହାଯାଉଛି ରେଖା ନିଶ୍ଚିତ ଭାବରେ କୁଞ୍ଚିତ ହୋଇସାରିଛି। ନିରାଟ ବିଷାଦ କୁହାଯାଇଛି। କାହିଁକି କପାଳରେ ବିଷାଦ ରେଖା ଏବଂ ଚିନ୍ତାର କାଳିମା ମୁଖମଣ୍ଡଳ ମ୍ଳାନ ହୋଇଯାଇଛି? କେଉଁ ଯୁଗର ସାହିତ୍ୟ ସ୍ମୃତି ଯିଏ କେଉଁଠି ହଜିଯାଇଛି, ଯାହାକୁ ଖୋଜିବାର ସୀମା ନାହିଁ, ଶେଷ ନାହିଁ। ଯୁଗରୁ ଯୁଗାନ୍ତ ଯାଏ ତୁମେ କେବଳ ଖୋଜି ଚାଲିଛ ଏବଂ ଏ ଅଭୁଲା ସ୍ମୃତିକୁ ଖୋଜି ଖୋଜି ବେଳେବେଳେ ତୁମେ ରୋଦନ କରୁଛ, ତୁମେ କାନ୍ଦୁଛ, ଆଖିରୁ ଲୁହ ଗଡ଼ାଉଛ। ହେ ବର୍ଷା, ଏ ପ୍ରଶ୍ନ ସେ କରିଛନ୍ତି ବିରହୀ ଘନକୁ। ବିରହୀ ଘନର ପରବର୍ତ୍ତୀ ପଦରେ କବି ମାନସିଂହ ପଚାରିଛନ୍ତି, କିଏ ସେ ଲାବଣ୍ୟବତୀ, କିଏ ସେ ଲାବଣ୍ୟବତୀ ପୁଣ୍ୟବତୀ ଭାଗ୍ୟବତୀ ବାଳା, ଯାହା ପାଇଁ ହୃଦୟ ଘନ ଧରିଅଛ ଏ ବରଣମାଳା। କିଏ ସେ ଲାସ୍ୟମୟୀ ଲବଙ୍ଗ ଦୀପର ଲାବଣ୍ୟବତୀ ନୁହେଁ ତ? ଯେ ପୁଣ୍ୟବତୀ, ଯେ ଭାଗ୍ୟବତୀ, ଯେଉଁ ଯୁବତୀ ଯାହା ପାଇଁ ହୃଦୟରେ ହେ ଘନ ତୁମେ ଏ ବରଣମାଳାକୁ ଧରିଛ, ତା ବେକରେ ଲମ୍ବେଇ ଦେବା ପାଇଁ ଆଉ ତୁମ ଜୀବନକୁ ସାର୍ଥକ କରିବା ପାଇଁ, ଆଉ ଯେଉଁଥିପାଇଁ ତୁମେ ଯୁଗ ଯୁଗ ଜଳି ପୋଡ଼ି ମରୁଛ, ଆଖିରୁ ଲୁହ ନିଗାଡ଼ି ମରୁଛ, ଅଥଚ ହୃଦୟରେ ତୁମର ବିରାଟ ଅନ୍ତର୍ଦାହ, ଯୁଗ ଯୁଗ ଧରି ତୁମେ ଜଳୁଛ ଭିତରେ। ଏହା କହିଛନ୍ତି ନୟନର ତପ୍ତ ଲୁହେ ଆର୍ଦ୍ର କରି ଆକାଶ ଅବନୀ, ଯୁଗ ଯୁଗ ବୁଲୁଥାଅ କି ବ୍ୟାକୁଳେ ସମସ୍ତ ଧରଣୀ। ଚମତ୍କାର ପଦ ସନ୍ଧାନ ପ୍ରେମ ଏବଂ ପ୍ରଣୟର କବି ମାୟାଧର ମାନସିଂହଙ୍କର। ସେ କହିଛନ୍ତି ବାରିବହକୁ, ଘନକୁ, ମେଘକୁ, ବାରିଦକୁ ତୁମ ଆଖିର ଯେଉଁ କୁହାଯାଉଛି ଉଷୁମ ଲୁହରେ ତୁମେ ଓଦା କରି ପକାଉଛ। ଆକାଶରୁ ପୃଥିବୀ ପର୍ଯ୍ୟନ୍ତ ଯୁଗ ଯୁଗ ଧରି ତୁମେ ଏହି ବ୍ୟାକୁଳ ବାସନା ନେଇ ବୁଲୁଛ। ସମସ୍ତ ପୃଥିବୀ ସାରା ତୁମେ ନିଶ୍ଚିତ ଭାବରେ ବିଚାରଣ କରୁଛ। ହେ ବାରିଦ, ହେ ବାରିଦ, ତୁମେ ସମଗ୍ର ପୃଥିବୀକୁ ବିଚାରଣ କରୁଛ। ସବୁଠି ତୁମର ଆକୁଳ ଅଶ୍ରୁ ନିବେଦନ କରୁଛି ପୃଥିବୀକୁ ଫେରେଇ ଦିଅ, ଫେରେଇ ଦିଅ। କାହାକୁ? ଲାବଣ୍ୟବତୀକୁ, ଯେ ପୁଣ୍ୟବତୀ, ଯେ ଭାଗ୍ୟବତୀ ବାଳା। କେଉଁ ପ୍ରେମିକାର ଅନୁସନ୍ଧାନରେ ତୁମେ ହେ ବାରିବହ ବାରିଦ? ଏହା ସେ ପଚାରୁଛନ୍ତି। ମନ୍ଦ୍ରନାଦେ ଡାକୁଥାଅ ଅନ୍ତରିକ୍ଷ ଯାଉଥାଏ ଭରି, କାହା ନାମ ଧରି? ମନ୍ଦ୍ର ଗମ୍ଭୀର ନାଦରେ ତୁମେ ଡାକୁଥାଅ କାହା ନାଁ ଧରି? ଅନ୍ତରିକ୍ଷ ଯାଉଥାଏ ଭରି। ବେଳେବେଳେ ଆକାଶ ଥରି ଉଠେ ତୁମର ଏ ଡାକରେ। ସେ ଡାକରେ ପ୍ରାଣ ପ୍ରାଚୁର୍ଯ୍ୟ ଥାଏ, ସେ ଡାକରେ ପ୍ରେମ ଥାଏ, ସେ ଡାକରେ ଗଭୀର ଭଲ ପାଇବା ଥାଏ। କାହା ଅନ୍ୱେଷଣରେ ହେ ବାରିଦ ତୁମର ଏ ଡାକରା? ତୁମର ଏ ଆଖିର ତପ୍ତ ତରଳ ଲୁହ ଆଉ ତୁମ ହୃଦୟରେ ଏ ବରଣମାଳା? କାହା ପାଇଁ ଏ ଗୋପନ ସମ୍ଭାର? କାହା ପାଇଁ ଏ ଗୋପନ ଅଭିସାର? ହେ ବାରିଦ, ସେ ପ୍ରଶ୍ନ ପଚାରିଛନ୍ତି। ବିରହୀ ଘନ ଏ କବିତାର ପରବର୍ତ୍ତୀ ପଦରେ କବି ମାନସିଂହ କହୁଛନ୍ତି, କେମନ୍ତେ ସେ ଅଭାଗିନୀ ହୃଦହୀନା କଠିନା ପାଷାଣୀ, କେଉଁଠାରେ ଅଛି ରହି ହୃଦ ଫଟା ଏ ଡାକ ନ ମାନି। କିଏ ସେ ଯକ୍ଷ ବଧୂ ପରି, କିଏ ସେ ଲାସ୍ୟମୟୀ ଲବଙ୍ଗ ଦୀପର ଲାବଣ୍ୟବତୀ ପରି? ଏତେ ହୃଦୟହୀନା, ଏତେ ଅଭାଗିନୀ, ସେ କଠିନା ଏବଂ ତା ହୃଦୟ ନିଶ୍ଚିତ ଭାବରେ ପାଷାଣରେ ତିଆରି ହୋଇଛି। ସେ କେଉଁଠି ରହିଛି? ବର୍ଷାରେ ବୁକୁଫଟା ଚିତ୍କାର, ବାରିଦରେ ବୁକୁଫଟା କାନ୍ଦଣା, ଯୁଗ ଯୁଗ ଧରି ମେଘର ଏଇ ଯେଉଁ ଅନ୍ୱେଷଣ, ବାରିବହର ଏଇ ଯେଉଁ ଡାକରା, ଏହାକୁ ନ ମାନି ସେ କେଉଁଠି ନିଜକୁ ଗୋପନରେ ସଂଗୋପିତ କରି ରଖିଛି। ସେ ହୃଦୟହୀନା ତୁମର ପ୍ରେମିକା, ଇପ୍ସିତା ପ୍ରେମିକା। ସିଏ କ'ଣ ସତରେ ଅଭିଶପ୍ତ ଯକ୍ଷବଧୂ? ସିଏ କ'ଣ କୋଣାର୍କର ନଗ୍ନ ଚିତ୍ରନଟୀ, ଯିଏ ଅଭିସାରିକା ବେଶରେ ତୁମ ପାଖରେ ପହଞ୍ଚିବାର କୌଣସି ଅଭିଳାଷ ରଖୁନାହାନ୍ତି? କେଉଁ ଆଶେ ଅଛି ସେ ବା ପ୍ରାଣଭରା ଏ ପ୍ରେମ ତିଆଗି, ବକ୍ଷ ଭରା ଏ ସ୍ନେହ ଫିଙ୍ଗି ଅବା ଦେଇଛି କି ଲାଗି? କିଏ ସେ ହୃଦୟକୁ ହାଣିଛି? କିଏ ସେ ହୃଦୟକୁ ଭାଙ୍ଗି ଚୂନା କରିଦେଇଛି? କିଏ ସେ ପ୍ରାଣଭରା ଏ ପ୍ରେମକୁ ତ୍ୟାଗ କରିଛି? ପ୍ରାଣ ପ୍ରାଚୁର୍ଯ୍ୟମୟ ବର୍ଷାବିନ୍ଦୁର ଯେଉଁ କୁହାଯାଉଛି ଯୁଗ ଯୁଗ ଧରି ଅନୁସନ୍ଧାନର ଏ ପ୍ରକାର ଆହ୍ୱାନକୁ କିଏ ଗୋଡ଼ରେ ଆଡ଼େଇ ଦେଇଛି? କେଉଁ ଅଭାଗିନୀ, କେଉଁ ହୃଦୟହୀନା, କେଉଁ ପାଷାଣୀ ହୃଦୟା, ଯିଏ ଶୁଣି ନାହିଁ ବର୍ଷାର ଏ ଡାକ,
ଯିଏ ଶୁଣି ନାହିଁ ବର୍ଷାରେ କ୍ରନ୍ଦନ କିଏ ସେ ସତରେ କେଉଁ ଆଶାରେ ଏ ପ୍ରେମକୁ ଏ ତ୍ୟାଗକୁ ସେ ଗୋଡ଼ରେ ଫିଙ୍ଗି ଦେଇଛି। ଏ ତ୍ୟାଗର ମହତ୍ଵ ସେ ବୁଝି ନାହିଁ। ବକ୍ଷ ଭରା ଏ ସ୍ନେହ ଫିଙ୍ଗିଅବା ଦେଇଛି କେ ଲାଗି। ବକ୍ଷ ଭରା ହୃଦୟ ଭରା ଏ ପ୍ରେମ ଏ ଆଲିଙ୍ଗନ ଏ ନିବିଡ଼ ସ୍ପର୍ଶ ପାଇବାର ଯୁଗ ଯୁଗର ଯେଉଁ ଅପେକ୍ଷା ଏଇ ବାରିବହ ବାରିଦର ସେ ତାକୁ ଉପେକ୍ଷା କରି ଚାଲିଛି। କେଉଁ ହାସ୍ୟମୟୀ ଲାସ୍ୟମୟୀ ଏଡ଼ାକେ ସେ ନାରୀ ରକ୍ତ ଏଡ଼ାକେ ସେ ନାରୀ ରକ୍ତ ଉତ୍ତରଳେ ଉଠେନି କି ଫୁଟି ବିରହରେ ଲୁଟି। ଏ ଡାକରାରେ ସେ ନାରୀର ରକ୍ତ ଉତାଳ ତରଙ୍ଗ ପରି ଫୁଟେ ଉଠେ ନାହିଁ କି ବିରହରେ ଲୁଟିଯାଏ ନାହିଁ କି। ଏତେ ଆବେଗ ଏତେ ତ୍ୟାଗ ଏତେ ତିତିକ୍ଷା ଏ ବାରିବହର ବର୍ଷାର ଯୁଗ ଯୁଗ ଧରି ଅନନ୍ତ ଅପେକ୍ଷା କରିଛି ତାର ପ୍ରେମର ପ୍ରଥମ ତା ପ୍ରଣୟର ପ୍ରଥମ ସ୍ପର୍ଶ ଦେବା ପାଇଁ। ଆଖିରେ ଆଖିଏ ଲୁହ କାହିଁକି ଯୁଗ ଯୁଗାନ୍ତ ଧରି ଏଭଳି ଭାବରେ କ୍ରନ୍ଦନରତ ଏ ବର୍ଷା ବିନ୍ଦୁ ଏ ବାରିବହ ଏ ଘନ ଏ ପ୍ରଶ୍ନ ତ କବିଙ୍କର। କାହିଁକି କାହିଁକି ଯୁଗ ଯୁଗ ଧରି ଆକାଶରୁ ଧରଣୀ ପର୍ଯ୍ୟନ୍ତ ମଥା ପିଟୁଛି ବାରିଦ। ବିଶ୍ୱେ ତୁମେ ବାରିବାହ ପ୍ରଣୟୀର ଚିର ଭାଲ ଟିକା। ତେଣୁ କୁଞ୍ଜେ ତବ ବାସେ ଫୁଟି ଉଠେ କିଶୋରୀ ଯୁଥିକା। ବନ୍ଧୁ ବୋଲି ନାଚି ଉଠେ ତାଳେ ତାଳେ ବିରହୀ ବରହୀ। ଯୁବକ ଯୁବତୀ ଗଣେ ବିଚ୍ଛେଦର ଲୋତକ ଗଡ଼ଇ। ଏହି ଭାଗରେ କବି ନିଶ୍ଚିତ ଭାବରେ ସମବେଦନା ପ୍ରକାଶ କରିଛନ୍ତି ବାରିବହର ଦୁଃଖରେ। ସେ ତାଙ୍କୁ କହୁଛନ୍ତି ବିଶ୍ୱେ ତୁମେ ବାରିବହ ପ୍ରଣୟୀର ଚିର ଭାଲ ଟିକା। ସମସ୍ତ ବିଶ୍ୱର ପ୍ରେମିକମାନଙ୍କର କପାଳର ଟିକା ତୁମେ। ତୁମେ ତାଙ୍କ କପାଳର ରକ୍ତ ଚନ୍ଦନ। ତୁମେ ଭାଲ ଟିକା କପାଳର ଯେଉଁ କୁହାଯାଉଛି ତୁମେ ଟିକା। ଅଥଚ ପ୍ରେମିକ ପ୍ରବର ତୁମେ ଶ୍ରେଷ୍ଠ ପ୍ରେମିକ ତୁମେ ବିଶ୍ୱ ପ୍ରେମିକ। ହେ ବାରିବହ ହେ ମେଘ ଏ କଥା ସେ କହୁଛନ୍ତି। ଆହୁରି ମଧ୍ୟ କହୁଛନ୍ତି ତେଣୁ କୁଞ୍ଜେ ତବ ବାସେ ଫୁଟି ଉଠେ କିଶୋରୀ ଯୁଥିକା। ତେଣୁ କୁଞ୍ଜେ କୁଞ୍ଜେ ତୁମରି ଆଶାରେ କିଶୋରୀ ଯୁଥିକା ଯେଉଁ କୁହାଯାଉଛି ଜୁଇ ଯାଇ ମଲ୍ଲି ସେବତୀ ମରୁଆ ଏମାନେ ଫୁଟି ଉଠନ୍ତି କାହିଁକି ତୁମରି ଆଶାରେ। ପ୍ରତିଟି କୁଞ୍ଜରେ ପ୍ରତିଟି ଲତା ବିତାନରେ ତମରି ଆଶାରେ ଫୁଟି ଉଠନ୍ତି ଏମାନେ। ବନ୍ଧୁ ବୋଲି ନାଚି ଉଠେ ତାଳେ ତାଳେ ବିରହୀ ବରହୀ। ଯୁବକ ଯୁବତୀ ଗଣେ ବିଚ୍ଛେଦର ଲୋତକ ଗଡ଼ଇ। ଏଠି କୁହାଗଲା ବନ୍ଧୁ ବୋଲି ନାଚି ଉଠେ ତାଳେ 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 ନୃତ୍ୟ କରେ ତୁମ ପାଇଁ ଏ ବର୍ଷା ବିନ୍ଦୁ ଏଇ ବିରହୀ। ସେ ବି ବିରହୀ ତୁମେ ବି ବିରହୀ। ଯିଏ ବିରହୀ ଅର୍ଥାତ୍ ଯିଏ ବରହୀ ଯେଉଁ କୁହାଯାଉଛି ମୟୂରୀ ଯେ ନୃତ୍ୟ କରେ ବର୍ଷାକୁ ଦେଖି ପୁଚ୍ଛକୁ ମେଲେଇ। ବନ୍ଧୁ ବୋଲି ତୁମ ଦୁଃଖରେ ଅନ୍ତତଃ ସମବେଦନାଟିଏ ପ୍ରକାଶ କରି ବରହୀ ନୃତ୍ୟ କରୁଛି ତାର ପୁଚ୍ଛକୁ ମେଲେଇ। ଯୁବକ ଯୁବତୀ ଗଣେ ବିଚ୍ଛେଦର ଲୋତକ ଗଡ଼ଇ। ଏଠି ଯୁବକ ଆଉ ଯୁବତୀ ଯେଉଁ କୁହାଯାଉଛି ବିଚ୍ଛେଦର ଲୋତକ ଗଡ଼ାଇ। କାରଣ ବିଚ୍ଛେଦ ହିଁ ପ୍ରେମକୁ ସାର୍ଥକ କରେ ପ୍ରେମକୁ ପ୍ରତିପାଦିତ କରେ ପ୍ରେମର ସଂଜ୍ଞାକୁ ସାର୍ଥକ କରେ ଏହି ବିଚ୍ଛେଦ। ଆଖିରୁ ଲୁହ ଗଳେଇବା ଅଶ୍ରୁ ମୁଞ୍ଚନ କରିବା ଅନ୍ୱେଷଣ କରିବା ନ ପାଇବାର ସମ୍ପୂର୍ଣ୍ଣ ସମ୍ଭାବନା ଥିଲେ ମଧ୍ୟ ପାଇବା ପାଇଁ ବ୍ୟାକୁଳ ହେବା ଏଇ ତ ପ୍ରେମ ଏଇ ତ ବାରିବହର ଦୁଃଖ। କେଉଁ ରାଜକନ୍ୟାର ସନ୍ଧାନରେ ତୁମେ ବାରିବହ ହେ ବିରହୀ ଘନ ଏ ପ୍ରଶ୍ନ ପଚାରୁଛନ୍ତି ଡକ୍ଟର ମାୟାଧର ମାନସିଂହ। ବିଶ୍ୱର ସକଳ ହିଆ କାଟି ହୁଏ ପୁଷ୍ପ ସର ଧାରେ ତବ ଅଭିସାରେ। ବିଶ୍ୱର ସମସ୍ତ ହୃଦୟ କାଟି ଖଣ୍ଡ ଖଣ୍ଡ ହେଇଯାଏ ଏଇ ଫୁଲସରରେ ଯେଉଁ କୁହାଯାଉଛି କନ୍ଦର୍ପର ଫୁଲସର ଅଶୋକ ଚ୍ୟୁତ ନୀଳୋତ୍ପଳ ନବମଲ୍ଲିକା। ଏଇଭଳି ଭାବରେ ଏଇ ଫୁଲସରର ଆଘାତରେ ହେ ବିଶ୍ୱ ପ୍ରେମିକ ବିଶ୍ୱର ସମସ୍ତ ହୃଦୟ କାଟି ଖଣ୍ଡ ଖଣ୍ଡ ହେଇଯାଏ ତୁମରି ଅଭିସାରରେ। ତବ ଅଭିସାରେ ବୋଲି କୁହାଯାଇଛି ତୁମ ଅଭିସାର ପଣିଆରେ। ଏଠି କୁହାଗଲା ତୁମ ପରି ବନ୍ଧୁ ଘନ ଏ ଦିନର ହଜିଛି ରତନ। ପ୍ରଣୟର ତାରା ଗୋଟିଏ ହୃଦାକାଶୁ ଲଭିଛି ପତନ। କୁହାଯାଇଛି ହେ ବର୍ଷା ବର୍ଷାକୁ ମୁଁ କହିଦେଲି ଦ୍ୱିପଦ ଲେଖି। ହେ ବାରିବହ ତୁ ବି ଦୁଃଖୀ ବାରିଦ ମୁଁ ବି ଦୁଃଖୀ। କବିଙ୍କ ଦୁଃଖ କବି ମଧ୍ୟ ଜଣାଉଛନ୍ତି ଶେଷ ପଦରେ। ଆଉ କହିଛନ୍ତି ତୁମ ପରି ବନ୍ଧୁ ଘନ ଏ ଦିନର ହଜିଛି ରତନ। ମୋର ମଧ୍ୟ ସେ ରତ୍ନ ହଜିଯାଇଛି ହେ ବାରିବାହ। ପ୍ରଣୟର ତାରା ଗୋଟିଏ ହୃଦାକାଶୁ ଲଭିଛି ପତନ। ପ୍ରଣୟର ତାରା ପ୍ରେମର ତାରା ଯେଉଁ କୁହାଯାଉଛି ତାହା ଏ ହୃଦୟ ରୂପକ ଆକାଶରୁ ପତନ ହୋଇସାରିଛି ପଡ଼ିସାରିଛି ଲିଭିସାରିଛି। ଜୀବନ ଲାଗୁଛି ଶୂନ୍ୟ କବିଙ୍କର ଭାଷା। ଜୀବନ ଲାଗୁଛି ଶୂନ୍ୟ କ୍ଷୁଦ୍ର ପ୍ରାଣ ହାହାକାରମୟ
କବିଙ୍କ ଅନ୍ତରର ବ୍ୟଥା, କବିଙ୍କ ଅନ୍ତରର କଥା ସେ ନିଜେ ପ୍ରକାଶ କରୁଛନ୍ତି ମାୟାଧର ମାନସିଂହ। ଜୀବନ ଲାଗୁଛି ଶୂନ୍ୟ, କ୍ଷୁଦ୍ର ପ୍ରାଣ ହାହାକାରମୟ, ପଲକେ ପଲକେ ଛିଣ୍ଡି ବେଦନାରେ ପୋଡ଼େ ମୋ ହୃଦୟ କୁହାଯାଉଛି। ମୋ ହୃଦୟ ମଧ୍ୟ ପ୍ରେମରେ ପୋଡ଼ିଯାଉଛି। ମୁଁ ମଧ୍ୟ ବିରହୀ, ତୋ ପରି ଦୁଃଖୀଟିଏ ମୁଁ, ହେ ବାରିବାହ ଏ ତ କବିର ଭାବନା। ଆସ ସମ ଦଶ ବନ୍ଧୁ ମିଳାଇବା ଉଭୟ ଲୋତକ, ଶାନ୍ତି ବିଶେଚକ କୁହାଯାଇଛି। ଆମେ ସମଦଶା ଭୋଗ କରୁଥିବା ବନ୍ଧୁ, ଆସ ସମ ଦଶ ବନ୍ଧୁ ମିଳାଇବା ଉଭୟ ଲୋତକ। ତୁମ ଆଖିରେ ଲୁହ ବର୍ଷା, ତୁମ ଆଖିରେ ଲୁହ ବାରିବାହ, ତୁମ ଆଖିରେ ଲୁହ ହେ ବାରିଦ, ମୋ ଆଖିରେ ବି ଲୁହ। ତୁମେ ବି ଅଭିସାର ପ୍ରାର୍ଥୀ, ତୁମେ ବି ବିରହୀ, ଅଥଚ ମୁଁ ବି ବିରହୀ। ଏ ତ କବିର ଦୁଃଖ। ବିରହୀ ଘନକୁ ସମ୍ବୋଧନ କରୁ କରୁ କବି ନିଜ ହୃଦୟର କଥା, ମନର ବ୍ୟଥାକୁ ପରିପ୍ରକାଶ କରିଛନ୍ତି ଏହି ବିରହୀ ଘନ କବିତାରେ। ଯଥାର୍ଥରେ ମାୟାଧର ମାନସିଂହଙ୍କର ଏକ ସାର୍ଥକ ପ୍ରେମ କବିତା, ଏକ ସାର୍ଥକ ବିରହ କବିତା। ନିଶ୍ଚିତ ଭାବରେ ବିରହୀ ଘନ, ଏଥିରେ ସନ୍ଦେହ ନାହିଁ। ବନ୍ଦେ ଉତ୍କଳ ଜନନୀ।